ଝିଅ ବିଦା ବେଳ ହେଲା ଲୋ, ଝିଅ ବିଦା ବେଳ ହେଲା। ହଁ ଆଜ୍ଞା, ମୁଁ ଆଜି ଆମ ଘରୁ ପଳେଇ ଆସୁଛି। ତ ମା ମୋ ମୁଣ୍ଡ କୁଣ୍ଡେଇ ଦେଉଛି। ମୋତେ କେତେ ଯେ କଷ୍ଟ ହେଉଥିଲା ମୁଁ ଜାଣିଛି, ଖାଲି ଉପର ମନରେ ହସୁଥିଲି। ତ ମୁଁ ଶ୍ୟାମାକୁ ଟିକେ ଧରିଥିଲି। ତାପରେ ଏଠି କ୍ରିଷ୍ଣାକୁ ତା ମାଇଁ ବାହାର କରିଦେଉଛି, ସ୍ୱେଟର୍ ପିନ୍ଧେଇ ଦେଉଛନ୍ତି। ଆଉ ଅଟୋ ଆସିକି ପହଞ୍ଚିଗଲାଣି। ସମସ୍ତଙ୍କୁ ପ୍ରଣାମ କରିକି ଯାଉଛି। ତ ବାପା ସବୁ ପ୍ୟାକ୍ କରିଦେଉଛନ୍ତି। ଆଉ ଏଠି ଦେଖନ୍ତୁ ଗେଲି କେମିତି କାନ୍ଦୁଛି, ମାନେ କ୍ରିଷ୍ଣା ସହିତ ଯିବ ବୋଲିକି। ତ ମୋତେ ବହୁତ କଷ୍ଟ ଲାଗିଲା ଦେଖିକି ଗେଲିକୁ, ମାନେ ଏତେ ମୋ ହୃଦୟ ପୁରା ଫାଟିଗଲା ଭଳି ଲାଗିଲା। ଦେଖନ୍ତୁ କେତେ କାନ୍ଦୁଛି ସେ, ବହୁତ କଷ୍ଟ ଲାଗିଲା ମୋତେ ତାକୁ ଛାଡ଼ିକି ଆସିଲି। ତ ଏତେ ମିଶି ଯାଇଥିଲେ ଦୁଇ ଜଣ, ଯେତେ ହେଲେ ବି ବଡ଼ ହେଉଛନ୍ତି, ଯାହା ବି ହେଲେ ବେଶୀ କ'ଣ ଆଉ କହିବି, ଛାଡ଼। ତାପରେ ଏଠି ଆସିକି ଆମ ମାର୍କେଟରେ ପହଞ୍ଚିଲି। ମୁଁ ଟିକେ ଆମ ମାର୍କେଟରେ କେତେଟା ଜିନିଷ କିଣିବାର ଥିଲା, ନେଇକି ଆସିଲି। ତାପରେ ଏଠି ଲକ୍ଷ୍ମୀଙ୍କର ପୂଜା ସେଇ ଟାଇମ୍ରେ ଚାଲିଥିଲା, ଲକ୍ଷ୍ମୀଙ୍କ ପୂଜା ହେଉଥିଲା। ଏଠି ମାଆଙ୍କୁ ଦର୍ଶନ ଟିକେ କଲି। ଆଉ ତାପରେ ଏଠି ଦେଖନ୍ତୁ ଟକ ଭେଣ୍ଡି, ଏଇଟା ଆମ ଏପଟେ ମିଳେନି। ମୁଁ ସେଇଟା ଏଥର ନୂଆ ଆଣିଥିଲି, ସମସ୍ତଙ୍କୁ ଏଇଟା ରୋଷେଇ କରିକି ଦେଲି, ଖାଇଲେ ବହୁତ ଭଲ ଲାଗିଲା କହିଲେ। ତ ଏଇଠି ଆମେ ବଜାର ଦେଇକି ଯାଉଛୁ। କ୍ରିଷ୍ଣା ତାର ଅଟୋରେ କେମିତି ଶୋଉଛି ବସୁଛି, ତାର ଯେତେବେଳେ ଯେଉଁ ପୋଜ୍ ଦେଲା, ଆଉ କ'ଣ କରିବି ତାକୁ। ତାପରେ ଏଇଟା ଆମେ ଆସିକି ପେଟ୍ରୋଲ ଟାଙ୍କିରେ ଏଠି ପେଟ୍ରୋଲ ପକେଇଲୁ। ତାପରେ କ୍ରିଷ୍ଣା ଦେଖିକି କହୁଛି, ମା ଆମ ସେପଟରେ ଏମିତି ଗୋଟେ ପେଟ୍ରୋଲ ଟାଙ୍କି ପୁରା ଡିଟୋ ଅଛି ନା? ମୁଁ କହିଲି ହଁ। ତାପରେ ଆମେ ଆସିକି ଜାମଝାଡ଼ିରେ ପହଞ୍ଚିଲୁ। ଜାମଝାଡ଼ିରେ ଟିକେ ମିଠା ନେବାର ଥିଲା। ତ ମୋର ତ ଫେଭରାଇଟ୍ ହେଉଛି ଛେନା ମୁଡ଼କି। ତ ମୁଁ ସେଇଟା ପାଟନାଗଡ଼ରେ ପାଏନି। ତ ଯେତେବେଳେ ଆସେ ମୁଁ ଛେନା ମୁଡ଼କି କମ୍ପଲସରି ହିଁ ନିଏ। ଆଉ ହେଉଛି ତାପରେ ଏଠି ଆମେ ଯାଉଛୁ ବାପାଙ୍କ ସହିତ। ଆଉ କ୍ରିଷ୍ଣା ଏଠି ଗୋଟେ କିଣିଲା, କ'ଣ ହେଉଛି ଚକୋପି ନେଇକି କହିଲା ଏଇଟା ଅଜା ନେବ, ଗେଲି ମାଉସୀକି ଦେବ ବୋଲିକି। ତାପରେ ଆମ ଗାଡ଼ି ଆସି ଫାଇନାଲି ପହଞ୍ଚିଗଲା। ଆମେ ଏଠି ଜାମଝାଡ଼ିରେ ଗାଡ଼ିରେ ବସିଲୁ। ତ ଭଦ୍ରକ ଦେଇ ଯାଉଛୁ, ତ ଦେଖିପାରୁଥିବେ ଆମେ ଭଦ୍ରକ ମାର୍କେଟ। ତ ତାପରେ ଆମେ ଏଠି ବସ୍ରେ ମା ପୁଅ ଦୁଇ ଜଣ ଯାଉଛୁ। କ୍ରିଷ୍ଣାର ବାପା ତ ଏଥର ଆସିନାହାନ୍ତି, ବହୁତ ମାନେ କଷ୍ଟ ବି ହେଲା। ଦୁଇ ଜଣ ଆସିଲୁ, ତଥାପି ଯାଉ ମେକଅପ୍ ହେଇଗଲା। ତାପରେ ଏଠି ଆସି ଯାଇ ସକାଳେ ବଲାଙ୍ଗୀରରେ ପହଞ୍ଚିଗଲୁ। ଆମେ ବଲାଙ୍ଗୀରରୁ ଅଟୋ ଧରିକି ଆମେ ପଳାଉଛୁ ପାଟନାଗଡ଼। ତ ଆସିକି ଗାଁରେ ଆମେ ପହଞ୍ଚିଗଲୁ। ପହଞ୍ଚିଲା ପରେ ତାପରେ ବାପା ସବୁ ବସ୍ତା ସବୁ ଖୋଲୁଛନ୍ତି, କ'ଣ ସବୁ ନେଇକି ଆଇଛୁ କହୁଛନ୍ତି। ଆଉ ହେଉଛି ମା ତାର ଆମର ବାଡ଼ି ପରିବା ଯାହା ସବୁ ଦେଇଛି, ଆଉ ହେଉଛି ମା ବସିକି ସବୁ ଦେଖୁଛନ୍ତି, ଖୁସି ହେଉଛନ୍ତି। ତ ମୋତେ ବହୁତ ଖୁସି ଲାଗେ ଯେତେବେଳେ ମା ବାପା ପ୍ୟାକିଂ ଖୋଲନ୍ତି। ଆଉ ମୋ ମା ସବୁ ଜିନିଷ ହିଁ ଭରିକି ଦେଇଥାଏ। ତ କେମିତି ଲାଗିଲା ଭିଡ଼ିଓ ନିଶ୍ଚୟ ଜଣାଇବେ। ରହୁଛି, ଜୟ ଜଗନ୍ନାଥ।